ତାହେଲେ ପିଲାମାନେ ପୁଣି ଥରେ ତମ ସମସ୍ତଙ୍କ ସ୍ୱାଗତ ଜଣାଇଲେ। ପୂର୍ବେ ଆମେ ଆଲୋଚନା କରୁଥିଲେ ରାୟ ବାହାଦୁର ଦୁଇ କାନରେ ଦୁଇଟି ଆଙ୍ଗୁଠି ଚାପି ଧରିଲେ, ତଥାପି କାନ ବନ୍ଦ କରିଦେଲେ। ତଥାପି ସେ କୋଳାହଳରୁ ନିଷ୍କୃତି ନାହିଁ। ତଥାପି ସେ କୋଳାହଳରୁ ମୁକ୍ତି ନାହିଁ। ନିଷ୍କୃତି କହିଲେ କଣ? ମୁକ୍ତି ନାହିଁ। ସେ କୋଳାହଳ ଏବେ ବି ଶୁଭୁଛି। ସେ ଭାରତ ମାତା କି ଜୟ ଧ୍ୱନି ଏବେ ବି ମଧ୍ୟ ଶୁଭୁଛି। କାରଣ ଯେତେ ଚାପି ଧର ମଧ୍ୟ ବନ୍ଧୁକର ଗୁଳି ପରି ସେ ଜୟ ଧ୍ୱନିର ସେ ଶବ୍ଦ ଯେପରି ବୃଦ୍ଧ ରାୟ ବାହାଦୁରଙ୍କର ପ୍ରତ୍ୟେକ ଚିହ୍ନ ଅସ୍ଥି ଖଣ୍ଡ ଚୂର୍ଣ୍ଣ କରି ବୁଝିପାରିଲା। ତେଣୁ ବନ୍ଧୁକରୁ ଗୁଳି ଯେଭଳି ବାହାରିଲେ, ଯେତେବେଳେ ବନ୍ଧୁକରୁ ଗୁଳି ବାହାରେ ସେତେବେଳେ ସେ ଗୁଳି ଦେଖେ ନା ଅସ୍ଥି, ସେ ଗୁଳି ଦେଖେ ନା କିଛି, ସେ ସବୁ କିଛି ଚୂର୍ଣ୍ଣ କରି ପକାଏ। ନାଇଁ ଆମେ ସମସ୍ତେ ଜାଣିଛୁ ଗୁଳିରେ ସବୁ କିଛି ଚୂର୍ଣ୍ଣ କରି ପକାଏ। ତେଣୁ ବନ୍ଧୁକର ଗୁଳି ପରି ଜୟ ଧ୍ୱନିର ଏଇ ଗୁଳି ଭାରତ ମାତା କି ଜୟ, ଭାରତ ମାତା କି ଜୟ ବୁଝିଲା। ସେ ଯେଉଁ ଧ୍ୱନିର ଶବ୍ଦ ବନ୍ଧୁକର ଗୁଳି ଭଳି ରାୟ ବାହାଦୁରଙ୍କର ପ୍ରତ୍ୟେକ ଚିହ୍ନ ଅସ୍ଥି, ପ୍ରତ୍ୟେକ ବୃଦ୍ଧ ହୋଇଥିବା ହୋଇଯାଇଥିବା ହାଡ଼ ଖଣ୍ଡ ଉପରେ ସବୁ କିଛି ଚୂର୍ଣ୍ଣ କରିଦେଉଛି। ଯେମିତି ଗୁଳି ହାଡ଼ରେ ବାଜିଲେ ହାଡ଼ ଚୂର୍ଣ୍ଣ କରି ପକାଏ, ସେଇଭଳି ଏଇଭଳି ଏଇ ଜୟ ଧ୍ୱନି ଆଜି ରାୟ ବାହାଦୁର ସେଇ ସୋମନାଥ ମହାପାତ୍ରଙ୍କର ଚିହ୍ନ ଅସ୍ଥିକୁ ଚୂର୍ଣ୍ଣ କରିଦେଉଛି। ଦେନ୍ କଣ କହୁଛନ୍ତି ଦେଖିଲେ, ରାୟ ବାହାଦୁରଙ୍କର କ୍ଷିପ୍ତ ପରି ଘରର ଝରକା କବାଟ ଗୁଡାକ ପୁଣି ଖୋଲିଦେଲେ। ରାୟ ବାହାଦୁର କ୍ଷିପ୍ତ ପରି ରାୟ ବାହାଦୁର କ୍ଷିପ୍ତ ପରି ରାୟ ବାହାଦୁର ହଠାତ୍ ଯାଇ କଣ କଲେ, ଘରର ଝରକା କବାଟ ଗୁଡ଼ିକୁ ଖୋଲି ପକେଇଲେ। ମାନେ କଣ ହେଇଛି, କ୍ଷିପ୍ତ ପରି ଘରର ଝରକା କବାଟକୁ ଖୋଲିଦେଲେ। ବାହାର କୋଳାହଳ ଝଡ଼ ପରି ଘରର ଭିତର ପ୍ରତ୍ୟେକ କୋଣରେ ଦେଲା ଯେପରି। ମାନେ ଆମେ ଦେଖିଲେ ରାୟ ବାହାଦୁର କ୍ଷିପ୍ତ ପରି କହିଲେ ରାୟ ବାହାଦୁରଙ୍କର ବାତିଲଙ୍କ ଭଳିଆ ବାଇଆଙ୍କ ଭଳି ଘରର ଝରକା କବାଟକୁ ଗୁଡ଼ିକୁ ପୁଣି ଖୋଲିଦେଲେ। ଯେତେବେଳେ ଖୋଲି ଦେଇଛନ୍ତି, ବାହାରର କୋଳାହଳ ଝଡ଼ ପରି ଘରର ଭିତର ପ୍ରତ୍ୟେକ କୋଣ, କେଉଁ କୋଣ ନା ପ୍ରତ୍ୟେକ ତପ୍ତ ଅନ୍ଧକାର କୋଣ ଧରାଇ ଦେଇଥିଲା। ତାମାନେ ଆମେ ଯଦି କହିଲେ କଣ ନା, ରାୟ ବାହାଦୁରର ଘରର କବାଟ ଗୁଡାକୁ ବନ୍ଦ କରିଦେଲେ, ଝରକା କବାଟ ବନ୍ଦ କଲା ସତ୍ତ୍ୱେ ମଧ୍ୟ ବାହାରର କୋଳାହଳ ତାଙ୍କ କର୍ଣ୍ଣରେ ଶୁଭୁଥିଲା, କର୍ଣ୍ଣରେ ବାଜୁଥିଲା। ବନ୍ଧୁକର ଗୁଳି ଭଳି ତାଙ୍କର ଜୀର୍ଣ୍ଣ ଅସ୍ଥିକୁ ଚୂର୍ଣ୍ଣ କରିଦେଉଥିଲା। ଏବଂ ସେଇଭଳି ଭାବରେ ଆମେ ଯଦି କହିବା, ରାୟ ବାହାଦୁର ଏଇ କଥାକୁ ଯେତେବେଳେ ସହ୍ୟ କରିପାରିନାହାନ୍ତି, ସେ କ୍ଷିପ୍ତ ପରି ଘରର ଝରକା କବାଟ ଗୁଡ଼ିକୁ ପୁଣି ଯେତେବେଳେ ଖୋଲି ଦେଇଛନ୍ତି, ଶବ୍ଦ ଆହୁରି ଅଧିକ ସେ ଶୁଭିବା ନା ନାଇଁ, ଶବ୍ଦ ଆହୁରି ଜୋରେ ଶୁଭିବ ନା ନାଇଁ। ବାହାରର କୋଳାହଳ ଝଡ଼ ପରି ଘର ଭିତର ପ୍ରତ୍ୟେକ ସ୍ତବ୍ଧ ଅନ୍ଧକାର କଣ ପୁରାଇଦେଲା। ତେଣୁ ବାହାରର କୋଳାହଳ କଣ କଲା, ଝଡ଼ ଭଳି ଭିତରୁ ପଶି ଆସିଲା ଏବଂ ପ୍ରତ୍ୟେକ ଘର କୋଣ ଭିତରୁ ସ୍ତବ୍ଧ ଅନ୍ଧକାର କୋଣକୁ ଧରାଇ ଦେଇଗଲା। ରାୟ ବାହାଦୁରଙ୍କର ଝରକା କବାଟ ତଳ ରାସ୍ତାକୁ ରାୟ ବାହାଦୁରଙ୍କ ଝରକା ପଟେ ଟିକେ ଅନେଇଲେ, ନିଜେ ରିଟାୟାର୍ଡ ହେଇଯାଇଛନ୍ତି, ଆନୁଗତ୍ୟ ପ୍ରକାଶ କରୁଥିବା ଜଣେ ଇନ୍ସପେକ୍ଟର ଝରକା ବାଟେ ତଳକୁ ରାସ୍ତାକୁ ଅନେଇଲେ। ରାସ୍ତାରେ ଜୟ ଧ୍ୱନି କରି ଚାଲୁଛି ଏକ ବିରାଟ ପଟୁଆର ସ୍ୱାଧୀନ ଭାରତ ତିରଙ୍ଗା ପତାକା ରାସ୍ତାରେ ଦେଖିଲେ। ତଳକୁ ଯେତେବେଳେ ଯାଇଛନ୍ତି, ଦେଖିଲେ ରାସ୍ତାର ଜୟ ଧ୍ୱନି କରି ଚାଲିଛି ଗୋଟେ ବିରାଟ ପଟୁଆର ଚାଲିଛି, ବୁଝିପାରୁଛନ୍ତି। ଏବଂ ଯେଉଁମାନେ କରୁଛନ୍ତି
ସ୍ୱାଧୀନ ଭାରତର ଯେଉଁମାନେ ସ୍ୱାଧୀନ ଭାରତର ତିରଙ୍ଗା ପତାକା ଧରି ଆଗେଇ ଚାଲିଛନ୍ତି, ସେ ପଟୁଆର ଆଗେଇ ଚାଲିছে ପଟୁଆର ଅଗ୍ରହୀ ତାଙ୍କ ପରଲୋକଗତ ଜ୍ୟେଷ୍ଠ ପୁତ୍ର ବି ତାମାନେ ଏଠି କଣ ହଉଛି ନା ମାନେ ଏଠି ଯୋଉ ପଟୁଆର ଚାଲିଛି ସେଇ ପଟୁଆରେ ଅଗ୍ରଣୀଟିଏ ଅଛି, ବୁଝିପାରିଲା? ଅଗ୍ରଣୀ କହିଲେ ଥିବା, ବୁଝିପାରିଲା? ପଟୁଆର ଆଗରେ କିଏ ଅଛି ନା ପରଲୋକ ତାଙ୍କର ମୃତ୍ୟୁବରଣ କରିଥିବା ଜ୍ୟେଷ୍ଠ ପୁତ୍ର, ବୁଝିପାରିଲା? ଏବଂ ତାଙ୍କ ବଡ଼ ପୁତ୍ରର ବିଜୟଙ୍କ ନାତି ବିଜୟ ସେଇ ପଟୁଆର ଆଗେ ହେଉଛି ଭାରତ ମାତା କି ଜୟ କରିକି ତିରଙ୍ଗା ପତାକା ଧରିକି ଚାଲିଛି ହାତରେ ତାର ସ୍ୱାଧୀନ ଭାରତର ପ୍ରକାଣ୍ଡ ତିରଙ୍ଗା ପତାକା, ବୁଝିପାରିଲା? ତିରଙ୍ଗା ପତାକା ସେ ଧରିଛି ବିଜୟ ହାତରେ କଣ ଧରିଛି ନା ସ୍ୱାଧୀନ ଭାରତର ପ୍ରକାଣ୍ଡ ତିରଙ୍ଗା ପତାକା। ସେ ହେଉଛନ୍ତି ଇଂରେଜଙ୍କର ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବା ଜଣେ କର୍ମଚାରୀ, ପରନ୍ତୁ ନାତି ଜଣେ ସ୍ୱାଧୀନତା ସଂଗ୍ରାମୀ, ପରନ୍ତୁ ନାତି ଜଣେ ଦେଶକୁ ଭଲ ପାଉଥିବା ସ୍ୱାଧୀନତା ଚାହୁଁଥିବା ଜଣେ ଭାରତୀୟ ନାଗରିକ ହାତରେ ଅଛି ତିରଙ୍ଗା ପତାକା ଏବଂ ଆଗେଇ ଚାଲିছে ପଟୁଆରେ। ସେ କଣ ଅଛି? ଅଗ୍ରଣୀ ଅଛି। ରାୟ ବାହାଦୁର ଝରକା ପାଖକୁ ଆସି କାନ୍ଥର ସୁଇଚ୍ ମାରି ଆଲୋକ ଜଳାଇଲେ। ରାୟ ବାହାଦୁର ଝରକା ପାଖକୁ ଆସିଲେ, ଆସିକି କାନ୍ଥ ସୁଇଚ୍ ମାରି ନିଜ ଘରର ଆଲୋକ ଜଳାଇଲେ। ତକିଆ ତଳୁ ଗୋଟେ ଚାବି ଲେନ୍ଥ ଗାଡ଼ି ଘରର ଗୋଟିଏ କୋପରେ ଡ୍ରାୟର ଚେୟାରଟିଏ ଡ୍ରାୟର ଫିଟେଇଲେ। ତାମାନେ କଣ କହୁଛନ୍ତି? ତକିଆ ତଳୁ ସେ କଣ ରଖନ୍ତି? ଚାବି ଲେନ୍ଥା, ବୁଝିପାରିଲା? ତକିଆ ତଳୁ ଗୋଟେ ଚାବି ଲେନ୍ଥା, ମାନେ ଚାବି ଲେନ୍ଥା ବୁଝିପାରୁଛ ନା ନାଇଁ? ଗାଡ଼ି ଘରର ଗୋଟେ କୋଣରେ ଥିଲା କଣ? ଡ୍ରାୟର ଚେଷ୍ଟ, ବୁଝିପାରିଲା? ଏଇ ଡ୍ରାୟର ଚେଷ୍ଟରେ ଗୋଟିଏ ଡ୍ରାୟର ରୁମ୍, ଗୋଟିଏ ଡ୍ରାୟର ସେ ଫିଟେଇଲେ। ଏଇ ଡ୍ରାୟର ଚେଷ୍ଟଟି ତାଙ୍କର ଏକାନ୍ତ ନିଜସ୍ୱ। ଏଇ ଯୋଉ ଡ୍ରାୟର ଯେଉଁଟାକୁ ଗୋଟିଏ କଣ ଥୁଆଯାଇଥିଲା, ସେ ଡ୍ରାୟର ଚେଷ୍ଟଟି ତାଙ୍କର ଏକାନ୍ତ ନିଜସ୍ୱ, ବୁଝିପାରିଲା? ତାଙ୍କର କେବଳ ଏହା କି ଚାବିକି ସେ ଆଉ କାହାକୁ ଦିଅନ୍ତି, ବୁଝିପାରିଲା? ଏହାର ଯୋଉ ଚାବି ଥାଏ ସେ ତାଙ୍କୁ ଆଉ କାହାକୁ ବି ଦିଅନ୍ତା ନାହିଁ, ବୁଝିପାରିଲା? ଏବଂ ଏହାର ଚାବି ସେ ଭୁଲରେ ସୁଦ୍ଧା କାହା ହାତରେ ଦିଅନ୍ତି ନାହିଁ, ବୁଝିପାରୁଛ? କଣ କହୁଛନ୍ତି କହିଲେ? ରାୟ ବାହାଦୁର ଡ୍ରାୟର ଭିତରୁ କାଢିଲେ ପରଲୋକଗତ ଅରୁଣର ଖଣ୍ଡେ ବହୁ ଦିନରେ ଫଟୋଗ୍ରାଫ। ରାୟ ବାହାଦୁର ଡ୍ରାୟର ଫିଟାଇଲେ, ଡ୍ର ଭିତରୁ କାଢିଲେ ତାଙ୍କ ମୃତ୍ୟୁବରଣ କରୁଥିବା ପରଲୋକ ଅରୁଣର ଖଣ୍ଡେ ବହୁ ଦିନର ଫଟୋକୁ ବାହାର କଲେ। ସେ ଫଟୋକୁ ବାହାର କରି ସେ ଲେଖୁଛନ୍ତି, ଦେଖ ଗୋଟେ ଭଲଭେଟ୍ ବାକ୍ସରେ ଅତି ଯତ୍ନରେ ଥିବା ସେ ତାଙ୍କର ସେ ଫଟୋକୁ ସେ ଫଟୋ ଖଣ୍ଡିକ ଅତି ଯତ୍ନରେ ସେ ଭଲଭେଟ୍ ବାକ୍ସରେ ରଖିଥିଲେ। ଅରୁଣର ସେଇ ପ୍ରତିଭାଦୀପ୍ତ ଆଦର୍ଶୋଜ୍ଜଳ ଚେହେରା ଆଜି ମଧ୍ୟ ସେ ଅରୁଣର ଫଟୋଟିକୁ ଦେଖିଲେ ପ୍ରତିଭାଦୀପ୍ତ ଲାଗେ, ବୁଝିପାରିଲେ? ଏବଂ ଆଦର୍ଶୋଜ୍ଜଳ ଚେହେରା ଅରୁଣର ସେ ଚେହେରାଟା ଥିଲା ପରିଧାନର ଅସହଯୋଗକାରୀ ସତ୍ୟଗ୍ରାହୀଙ୍କର ପୋଷାକ। ଆମେ ସେମିତି ଜାଣିଛୁ ସତ୍ୟଗ୍ରାହୀ ଯେ ତାଙ୍କୁ କାହିଁ ବୋଲି କୁହାଯାଏ, ବୁଝିପାରିଲା? ସତ୍ୟବତୀ ଆଗ୍ରହ ଯିଏ, ବୁଝିପାରିଲା? ସତ୍ୟାବତୀ ଆଗ୍ରହ ଯିଏ ତାଙ୍କୁ ସତ୍ୟାଗ୍ରାହୀ ବୋଲି କୁହାଯାଏ। ଏବଂ ଯେଉଁ ଏଇ ସତ୍ୟାଗ୍ରହୀର ଅସ୍ତ୍ର ଆଣିଥିଲେ ମହାତ୍ମା ଗାନ୍ଧୀ, ଏଇ ଯେଉଁ ଅସ୍ତ୍ରକୁ ସମଗ୍ର ଭାରତର ନାଗରିକ ମାନେ ଧାରଣ କରିଥିଲେ, ସତ୍ୟାଗ୍ରହୀ ହୋଇଥିଲେ ସମସ୍ତେ। ଏବଂ ଅସହଯୋଗ ଇଂରେଜ ମାନଙ୍କୁ ବ୍ରିଟିଶ ମାନଙ୍କୁ ଅସହଯୋଗ ସବୁଥିରେ ଅସହଯୋଗ କରାଯିବ ବୋଲି ମାନେ ଭାବୁରି କରୁଥିଲେ। କହିଲେ ଅରୁଣ ସେ ଯୋଉ ଫଟୋକୁ ଦେଖୁଛି ବର୍ତ୍ତମାନ ଆମେ ଯଦି କହିବା 14 ଅଗଷ୍ଟ ରାତିରେ ଡ୍ର ଖୋଲି ଯେତେବେଳେ ଅରୁଣ ଫଟୋଟି ଦେଖିଛନ୍ତି, ଅରୁଣ ତାଙ୍କର ପୁଅ ଫଟୋ ଯେତେବେଳେ ସେ ଦେଖିଛନ୍ତି, ତାମାନେ ପଡିଯାଇଛି ତାଙ୍କର ପୂର୍ବ କଥା, ବୁଝିପାରିଲା? ମନେ ପଡିଯାଇଛି ଅରୁଣ ଏଇ ଫଟୋଟିକୁ ଦେଖିଲେ ଆଜି ମଧ୍ୟ ଲାଗୁଛି ସେଇ
ପ୍ରତିଭାଦୀପ୍ତ ଆଦର୍ଶଜଳ ଚେହେରା ଏବଂ ସେ ପିନ୍ଧିଛି କଣ ନା ଗୋଟିଏ ଅସହଯୋଗକାରୀ ଖଣ୍ଡି ପୋଷାକ, ବୁଝିପାରିଲା, ଖଦି ପୋଷାକ। ଏଇ ଯୋଉ ମାନେ ଖଦି ପିନ୍ଧନ୍ତି, ତମେ ମାନେ ଜାଣିଥିବ ବୋଲି, ଯେଉଁ ଅ, ଆନ୍ଦୋଳନ ହେଇଥିଲା ଇଂରେଜ ମାନଙ୍କ ବିରୁଦ୍ଧରେ, ଅସହଯୋଗ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ସେଇ ଯୋଉ ଅସହଯୋଗକାରୀ ସତ୍ୟଗ୍ରାହୀ ପୋଷାକ ଯେଉଁ ପିନ୍ଧିଛି ତାର ପରିଧାନ, ତାର ପୋଷାକ ହେଉଛି ସେଇଭଳି। କଣ ନା ହଠାତ୍ ମନେ ହେଲା ବିଦ୍ୟୁତରେ ଆଘାତରେ ରାୟ ବାହାଦୁର ଯେଭଳି ଟାଳି ପଡ଼ିଲେ, ତାଙ୍କୁ ହଠାତ୍ ଲାଗିଲା ଯେଭଳି ବିଦ୍ୟୁତ ତାକୁ ମାରୁଛି, କରେଣ୍ଟ ଲାଗି ଗଲେ ଯେମିତି ଲାଗେ, ବୁଝିପାରିଲା, କରେଣ୍ଟ ଯେ ଲାଗିଲେ ଯେମିତି ଲାଗେ, ସେଇଭଳି ରାୟ ବାହାଦୁରଙ୍କୁ କରେଣ୍ଟ ଲାଗିଗଲା ଭଳି ବା ବିଦ୍ୟୁତର ଆଘାତରେ ରାୟ ବାହାଦୁର ଯେମିତି ଟଳି ପଡିଲେ, ସେ ତାଙ୍କେ କମ୍ପିତ ହାତରୁ ସେ ଫଟୋଟିକୁ ଖସି ପଡିଲା। ବୁଝିପାରୁଛନ୍ତି ନା ନାଇଁ? ହଠାତ୍ ତାହେଲେ ହଠାତ୍ ଗାଳ୍ପିକ ବର୍ଣ୍ଣନା କରୁଛନ୍ତି, ହଠାତ୍ ଯେଭଳି ଲାଗିଲା ବିଦ୍ୟୁତର ଆଘାତରେ ରାୟ ବାହାଦୁରଙ୍କର ଟଳି ପଡୁଛନ୍ତି ଏବଂ ତାଙ୍କର କମ୍ପିତ ହାତରୁ, ତାଙ୍କ ହାତରେ ଥରୁଥିବା ହାତରୁ ସେ ଫଟୋଟି ତଳେ ଖସି ପଡୁଛି ବା ଖସି ପଡିଲା। କଣ ଅଛି ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା, ଠିକ ଅଛି? ତାହେଲେ ଆଜି ପାଇଁ ବାସ୍ ଏତିକି।